ଏହି ଭିଡିଓରେ ଆମେ ତଟିନୀର କ୍ଷେତ ପାଠର ପ୍ରଶ୍ନ ଉତ୍ତର ଆଲୋଚନା କରିବୁ। କେଉଁ କେଉଁ ପଥ ଅତିକ୍ରମ କରି ନଦୀ ବହିଯାଏ? ବନ୍ଧୁର ଗିରି, କାନନ, ନଗର, ଗ୍ରାମ, ହରିତକ୍ଷେତ, ପ୍ରାନ୍ତ ଓ ସୁଦୂର ପଥ ଅତିକ୍ରମ କରି ନଦୀ ବହିଯାଏ। ନଦୀ ଶେଷରେ ମହୋଦୀକୁ ଭେଟେ। ନଦୀ କୂଳରେ କଣ ସବୁ ଗଢ଼ି ଉଠିଛି? କଳକାରଖାନା। ମହୋଦୀଙ୍କୁ ନଦୀ କଣ କହିଲା? ତାର ଜୀବନର କର୍ଷଣ କହିଲା। ନଦୀରେ ବାସ କରୁଥିବା 5ଟି ଜଳଚର ଜୀବର ନାମ କୁହ। ମାଛ, କଇଁଛ, କୁମ୍ଭୀର, ବେଙ୍ଗ ଓ ସାପ। 2 ନମ୍ବର, ତଟିନୀ କାହିଁକି ଦୁଃଖ ଅନୁଭବ କରିଛି? ମଣିଷ ତଟିନୀର ସମସ୍ତ ଭୂଷଣ ହରଣ କରିଛି। ତାର ତୀରରେ କଳକାରଖାନା ଗଢ଼ି ଦୂଷିତ ଜଳରେ ତାର ତନୁକୁ ଆବିଳ କରିଛି। ତାର ସମସ୍ତ ଶୋଭାକୁ ଲୁଣ୍ଠନ କରିଛି। ତେଣୁ ସେ ଦୁଃଖ ଅନୁଭବ କରିଛି। ତୁହି ତ ଜଗତର କଲ୍ୟାଣୀ ବୋଲି କବି କାହାକୁ କହିଛନ୍ତି? ନଦୀ ତାର ଅମୃତ ସଦୃଶ ଜଳ ଦାନ କରି କୋଟି କୋଟି ଜନପ୍ରାଣୀଙ୍କୁ ପୋଷୁଛି। ତେଣୁ କବି ତାକୁ ତୁହି ତ ଜଗତର କଲ୍ୟାଣୀ ବୋଲି କହିଛନ୍ତି। ନଦୀ ଆମର କି ଉପକାର କରେ? ନଦୀ ଆମକୁ ଜଳଦାନ କରେ। ନଦୀ ଜଳ ହେତୁ ଏହାର ତୀରବର୍ତ୍ତୀ କ୍ଷେତ୍ରରେ ସବୁଜ ଫସଲ ଲହଡ଼ି ଭାଙ୍ଗେ। ନଦୀ ତୀରେ କଳକାରଖାନା ଗଢ଼ି ଉଠିବା ଫଳରେ ଆମର କି ଅସୁବିଧା ହେଉଛି? ନଦୀ ତୀରେ କଳକାରଖାନା ଗଢ଼ି ଉଠିବା ଫଳରେ ଏହାର ତୀର ଶୋଭା ନଷ୍ଟ ହେଉଛି। କଳକାରଖାନା ଆବର୍ଜନାରେ ନଦୀର ଜଳ ଦୂଷିତ ହେଉଛି। ନଦୀକୁ ମାତୃରୂପା ବୋଲି କାହିଁକି କୁହାଯାଇଛି? ନଦୀ ହେଉଛି ଗିରି କନ୍ୟା। ସେ ଈଶ୍ୱରଙ୍କ କୃପା ଲାଭ କରି ଜଳଦାନ ଦେଇ ଜଗତର ମଙ୍ଗଳ ସାଧନ କରୁଥିବା ତାକୁ ମାତୃରୂପା ବୋଲି କୁହାଯାଇଛି। 3 ନମ୍ବର, ସରଳ ଭାଷାରେ ବୁଝାଇ ଲେଖ। ସଂକ୍ଷିପ୍ତ ପଦ୍ୟାନ୍ତଟି ଡକ୍ଟର ମହେଶ୍ୱର ମହାନ୍ତିଙ୍କ ରଚିତ ତଟିନୀର କ୍ଷେତ ଶୀର୍ଷକ କବିତାରୁ ଆରମ୍ଭିତ। ଏହି ପ୍ରସଙ୍ଗରେ କବି ନଦୀର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରିଛନ୍ତି। ନଦୀ ବନ୍ଧୁର ଗିରିପଥ ଓ କାନନ ଅତିକ୍ରମ କରି ପ୍ରବାହିତ ହୁଏ। ତାର ମଧୁର ଛଲ ଛଲ କଲ କଲ ଗୀତରେ ସେ ଜୀବନ ପଥରେ ଚାଲେ। କେତେକ ନଗର, ଗ୍ରାମ, ଘନ ବନାନୀ ଓ ହରିତକ୍ଷେତ ଆଉ ପ୍ରାନ୍ତ ଦେଇ ତାର ଯାତ୍ରାପଥ ହୋଇଥିଲେ ସେ ଶ୍ରମ କରିବାରେ କାତରତା ଦେଖାଏ ନାହିଁ। ଲଭି ଈଶ୍ୱର କୃପା ତୁ ଅଟୁ ମାତୃରୂପା ତୁହି ତ ଜଗତରେ ଧନ୍ୟା। ସଂକ୍ଷିପ୍ତ ପଦ୍ୟାନ୍ତଟି ତଟିନୀର କ୍ଷେତ ଶୀର୍ଷକ କବିତାରୁ ଆନିତ। ଉକ୍ତ ପ୍ରସଙ୍ଗରେ କବି ଡକ୍ଟର ମହେଶ୍ୱର ମହାନ୍ତି ତଟିନୀର ମହତ୍ତ୍ୱ ବର୍ଣ୍ଣନା କରିଛନ୍ତି। ତଟିନୀ ଏକଦା ମହୋଦୀ ନିକଟ ତାର ଜୀବନର ଲକ୍ଷଣ ବିଷୟରେ କହିଛି। ତାର ଦୁଃଖ ଶୁଣି ମହୋଦୀ ତାକୁ ସମ୍ବେଦନା ଜଣାଇ ପକ୍ଷ ଟାଣି ଦେଇଛି। ସେ ତଟିନୀକୁ ଗିରିକନ୍ୟା ବୋଲି ସମ୍ବୋଧନ କରିଛି। ଈଶ୍ୱରଙ୍କ କୃପାରୁ ତଟିନୀ ମାତୃରୂପା ବୋଲି ମହୋଦଧି ତାକୁ ସ୍ୱୀକାର କରିଛି। ମାତୃରୂପା ତଟିନୀ ଜଗତରେ
ଧନ୍ୟ ବୋଲି କହି ମହୋଦଧି ତାକୁ ପ୍ରବୋଧନା ଦେଇଛି। ଗାଈ କର୍ମର ଜୟ ଦେଇ ଅମୃତ ପୟ, ପୋଷୁଛି କୋଟି ଜନ ପରାଣୀ, ଝୁରୁଛୁ ଝୁରୁଥିବୁ ପରାଣ ଭରୁଥିବୁ ତୁହି ତ ଜଗତର କଲ୍ୟାଣୀ। ସଂସ୍କୃତ ପଦ୍ୟାନ୍ତ ଡକ୍ଟର ମହେଶ୍ୱର ମାଝୀ ରଚିତ ତଟିନୀର ଗୀତ ଶୀର୍ଷକ କବିତାରୁ ଗୃହୀତ। ଏହି ପ୍ରସଙ୍ଗରେ କବି ତଟିନୀକୁ ଜଗତର କଲ୍ୟାଣୀ ବୋଲି ବର୍ଣ୍ଣନା କରିଛନ୍ତି। ମାନବର ଅତ୍ୟାଚାରରେ ଦୁଃଖିତ ତଟିନୀ ମହୋଦଧି ନିକଟରେ ନିଜ ଜୀବନର କର୍ଷଣ ବିଷୟରେ କହିଛି। ମହୋଦଧି ତଟିନୀକୁ ଭକ୍ଷ ଟାଣି ନେଇ ତାକୁ ଗିରିକନ୍ୟା ମାତୃରୂପା ଜଗତ ଧନ୍ୟା ଇତ୍ୟାଦି କହି ମଣିଷ ତାର କର୍ମଫଳ ନିଶ୍ଚୟ ଭୋଗିବ, ସେଥିରେ କ୍ଷୁଭ ନ ରଖି ଅମୃତ ଜଳ ଦାନ କରି କୋଟି କୋଟି ଜନପ୍ରାଣୀଙ୍କୁ ପୋଷୁଥିବା ତଟିନୀ ଜଗତ କଲ୍ୟାଣ ହୋଇ ରହିବାକୁ ମହୋଦଧି ତଟିନୀକୁ କହିଛି। ଷ୍ଟେପ୍ ନମ୍ବର, ଦୂର ଶବ୍ଦ ପୂର୍ବରେ ସୁ ଯୋଡ଼ିଲେ ସୁଦୂର ହୁଏ। ଏମିତି ସୁଗତି, ସୁପ୍ତସୀ, ସୁଖାଦ୍ୟ, ସୁମାର୍ଗ, ସୁମଧୁର। 5 ନମ୍ବର, ଶୁଦ୍ଧ ଶବ୍ଦଟିକୁ ବାଛି ବାକ୍ୟରେ ବ୍ୟବହାର କରି ଲେଖ। କର୍ଷଣ, ଅତି କ୍ରମୀ, ଈଶ୍ୱର, ଭୂଷଣ। 6 ନମ୍ବର, ତଟିନୀ ନଦୀ ନିର୍ଝରଣୀ, ବିହଗ ପକ୍ଷୀ ଚଳେଇ, ମହୋଦଧି ସମୁଦ୍ର ସାଗର, ନୟନ ନେତ୍ର ଚକ୍ଷୁ, ଜଳ ପାଣି ପୟ, ଗିରି ଭୂତର ନଗ। 7 ନମ୍ବର, ବିପରୀତ ବୋଧକ ଶବ୍ଦ ଲେଖ। ଦୂଷିତ ନିର୍ମଳ, ଦିନ ରାତି, ଜୟ ପରାଜୟ, ଅମୃତ ବିଷ, କର୍ମ ଅକର୍ମ, ଶୂନ୍ୟ ପୂର୍ଣ୍ଣ। 8 ନମ୍ବର, ତଳେ କେଉଁ ପୁରୁଷ କେଉଁ ବଚନ ଚିହ୍ନା ହୋଇଛି? ତଟିନୀ ତୃତୀୟ ପୁରୁଷ ଏକ ବଚନ, ମାନବ, ମୁଁ, କୋଟି ଜନ, ମୁଁ ତ ପ୍ରଥମ ପୁରୁଷ ଏକ ବଚନ, ସେ ତୃତୀୟ ପୁରୁଷ, ତୁହି, ତୁ। 9 ନମ୍ବର, କଲ କଲ ପରେ ଆଉ କେତୋଟି ଯୁଗ୍ମ ଶବ୍ଦ ଲେଖ। ଛଲ ଛଲ, ଜଲ ଜଲ, ଢଳ ଢଳ, ମଲ ମଲ, ଦଲ ଦଲ। 10 ନମ୍ବର, ପ୍ରାୟ 50ଟି ଶବ୍ଦ ଲେଖ। ତଟିନୀକୁ କାହିଁକି ଜଗତର କଲ୍ୟାଣ ବୋଲି କୁହାଯାଇଛି? ପାହାଡ଼ର ବନ୍ଧୁର ଶଯ୍ୟାରୁ ନଦୀ ପ୍ରବାହିତ ହୁଏ। ଏହା ମଧୁର କଲ କଲ ଛଲ ଛଲ ଧ୍ୱନିରେ କରି କେତେ ନଗର ଓ ଗ୍ରାମ ଘନ ବନାନୀ ଦେଇ ବହିଯାଏ। ନଦୀ ପ୍ରବାହ ଦ୍ୱାରା ତାର ତୀର ଦେଶରେ ଶୋଭା ପାଏ ସବୁଜ ବନାନୀ ଓ ହରିତ କ୍ଷେତ। ସେ ଅମୃତ ମଧୁର ଜଳ ଦାନ କରି କୋଟି କୋଟି ପ୍ରାଣୀ ଜଗତକୁ ବଞ୍ଚାଇ ରଖେ। ନମ୍ବର, ନଦୀ ଜଳକୁ ନିର୍ମଳ ରଖିବା ପାଇଁ ଆମେ କଣ କରିବା ଉଚିତ? ଗିରିକନ୍ୟା ତଟିନୀ ଜଗତର ମାତୃସ୍ୱରୂପା, ସେ ଅମୃତ ତୁଲ୍ୟା ଜଳ ଦାନ କରି ଜଗତର ଅଶେଷ କଲ୍ୟାଣ ସାଧନ କରିଥାଏ। ତାର ଜଳ ଦାନ ଦ୍ୱାରା ତୀର ପର୍ବତୀ ଅଞ୍ଚଳ ସବୁଜ ବନାନୀ ରୂପ ନିଏ। କ୍ଷେତରେ ହସି ଉଠେ ସୁନାର ଫସଲ। ସମୟର
ଗତିରେ କଳକାରଖାନା ଗଢ଼ି ଉଠି ତାର ଜଡ଼କୁ ଦୂଷିତ କରେ। ଏହା ଜଗତର ପ୍ରାଣୀମାନଙ୍କ ପାଇଁ ଅଶେଷ କ୍ଷତିକାରକ ହୁଏ।